ବାଚସ୍ପତି ସୁରମା ପାଢ଼ୀ ଆନନ୍ଦପୁର ମହୋତ୍ସବକୁ ଉଦ୍ଘାଟନ କଲେ। କିଛି ବର୍ଷର ବ୍ୟବଧାନ ପରେ ପୁଣି ଆରମ୍ଭ ହୋଇଛି ଆନନ୍ଦପୁର ମହୋତ୍ସବ। ଉପଜିଲ୍ଲାପାଳ ନୀଳମାଧବ ସୁନାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି 6 ଦିନ ଧରି ହେବାକୁ ଥିବା ଗଣପର୍ବ ପାଇଁ ସକାଳୁ ସ୍ଥାନୀୟ ଝାଡ଼େଶ୍ୱର ମନ୍ଦିରରୁ ଏକ ମଶାଲ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଦଧି ବାମନଜୀଉ ମନ୍ଦିରରେ ପହଞ୍ଚିବା ପରେ ଅପରାହ୍ନରେ ମଶାଲ ଶୋଭାଯାତ୍ରା ଷ୍ଟାଡିୟମ ପଡ଼ିଆ ମହୋତ୍ସବ ସ୍ଥଳରେ ପହଞ୍ଚିଥିଲା। ପ୍ରଥମ ସନ୍ଧ୍ୟାରେ ବାଚସ୍ପତି ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ଓ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ ଯୋଗ ଦେଇଥିଲେ। ମଞ୍ଚରେ ସଭାପତିତ୍ୱ କରିଥିଲେ ଉପଜିଲ୍ଲାପାଳ ନୀଳମାଧବ ସୁନା। ପରେ ମେଲୋଡି କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ମହୋତ୍ସବ ପାଇଁ ବିଭିନ୍ନ ପ୍ରକାରର ଦୋକାନ ବଜାରରେ ଷ୍ଟାଡିୟମ ପଡ଼ିଆ ବେଶ୍ ଆକର୍ଷଣୀୟ ହେଉଛି। ବଡ଼ ଦିବସାତ୍ମକ ମହୋତ୍ସବ ଆଜି ତାର ଆରମ୍ଭ ଦିବସ। ଏ ଦିନରେ ମୁଁ ଆସି ପହଞ୍ଚି ଆନନ୍ଦପୁର ମହୋତ୍ସବ 2026 କୁ ମୁଁ ଉଦ୍ଘାଟନ କରିକିରି ବହୁତ ଆନନ୍ଦିତ ଅଛି। ଆନନ୍ଦପୁର ଏକ ବିକଶିତ ଅଞ୍ଚଳ, କେନ୍ଦୁଝର ଜିଲ୍ଲା ଏକ ସମ୍ପନ୍ନ ଅଞ୍ଚଳ ହୋଇଥିବା ବେଳେ ଅଞ୍ଚଳର ବିକାଶ ପାଇଁ ତାହାର ଯେତିକି ଅବଦାନ ରହିଛି ତା ସହିତ ଓଡ଼ିଶା ରାଜ୍ୟର ଆର୍ଥିକ ପ୍ରଗତିରେ ମଧ୍ୟ କେନ୍ଦୁଝର ଜିଲ୍ଲାର ବହୁତ ବଡ଼ ଯୋଗଦାନ ରହିଛି ଏବଂ ବିଶେଷ ଭାବରେ ଏହି ଅଞ୍ଚଳର ଯେଉଁ ଲୋକ କଳା, ଲୋକ ସଂସ୍କୃତି, ଏ ଯେଉଁ ଆଦିବାସୀ ସଂସ୍କୃତି ମଧ୍ୟ ରହିଛି ତାହା ବିରଳ ଏବଂ ତାର ସୁରକ୍ଷା ପାଇଁ ତଥା ଅଞ୍ଚଳର ସମସ୍ତ ଗ୍ରାମ ଏବଂ ଗ୍ରାମବାସୀଙ୍କ ପାଖରେ ବିକାଶର ପହୁଞ୍ଚ କରିବା ପାଇଁ ସୌଭାଗ୍ୟକ୍ରମେ ଏ ଜିଲ୍ଲାକୁ ପ୍ରତିନିଧିତ୍ୱ କରୁଛନ୍ତି, ଏ ଜିଲ୍ଲାରୁ ପ୍ରତିନିଧିତ୍ୱ କରୁଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ମହୋଦୟ। ତେଣୁ ଜିଲ୍ଲା ନିଜସ୍ୱ ଦୃଷ୍ଟିରୁ ସମୃଦ୍ଧ ଥିବା ବେଳେ ଅର୍ଥନୀତି ବିକାଶ ପାଇଁ ସମସ୍ତ ପ୍ରକାର ଉପାଦାନ ଏଠି ରହିଥିବା ବେଳେ ପୁଣି ଏଠି ଶାସନର ମୁଖ୍ୟ ମଧ୍ୟ ଏହି ଜିଲ୍ଲାରୁ ଆଜି ରାଜ୍ୟ ଚଳାଉଛନ୍ତି। ତେଣୁ ନିଶ୍ଚିତ ଭାବରେ କେଉଁଝର ଜିଲ୍ଲା ବିକାଶର ଶୀର୍ଷରେ ପହଞ୍ଚିବ ଏବଂ ସମସ୍ତ ଯେଉଁ ପର୍ଯ୍ୟଟନ ସ୍ଥଳୀ ଅଛି, ଯେଉଁ ଏଠି ନଦୀ ଏବଂ ଜଳପ୍ରପାତର ଯେଉଁ ସମ୍ଭାର ଅଛି ତାହା ଦର୍ଶକଙ୍କୁ ଆକୃଷ୍ଟ କରୁଥିବା ବେଳେ ତାର ପୁଣି ପୁନର୍ବିକାଶ କରି ପୂର୍ଣ୍ଣ ବିକାଶ କରିକିରି ଆମେ ଏ ଅଞ୍ଚଳକୁ ଆହୁରି ସମୃଦ୍ଧ କରିପାରିବା ଏଭଳି ଏକ ସ୍ୱପ୍ନ ଏ ମହୋତ୍ସବ ମଞ୍ଚ ଦେଖୁଛି। ଏ ମହୋତ୍ସବ ମଞ୍ଚ ମାଧ୍ୟମରେ ଇତିହାସ, ସଂସ୍କୃତି ଏବଂ ଆମର ସମୃଦ୍ଧ ପରମ୍ପରା ସମ୍ପର୍କରେ ତଥ୍ୟ ଆଲୋଚନା, ତାର୍କିକ ଆଲୋଚନା ହେଉ ଏବଂ କେନ୍ଦୁଝର ଜିଲ୍ଲାର ବିକାଶ ପାଇଁ ଯେଉଁ ଉପାଦାନ ଆବଶ୍ୟକ ତାହା ମଧ୍ୟ ଏ ମଞ୍ଚରୁ ନିଷ୍କର୍ଷ ବାହାରୁ ତାହା ନିଶ୍ଚିତ ଭାବରେ କାର୍ଯ୍ୟକାରୀ ହେବ, ଫଳବତୀ ହେବ, ଏଥିରେ କୌଣସି ଦ୍ୱିଧା ନାହିଁ। ଦେଖନ୍ତୁ। ବ୍ୟୁରୋ ରିପୋର୍ଟ, ଟାଇମ୍ ଟିଭି।